କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ଗାଁ ଭିତରକୁ ପଶି ଆସିଥିବା ଦେଖିବାକୁ ମିଳିଥିଲା। କେସିଙ୍ଗା ବ୍ଲକର ବେଲଖଣ୍ଡି ପଞ୍ଚାୟତ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିବା ବେଳେ ଆଜି ବନ୍ୟା ଜଳ ମଧ୍ୟରେ ଫସି ରହିଥିବା 15 ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଉ, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, କେସିଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମଞ୍ଜନ ସ୍ୱାଇଁ ଓ ବେଲଖଣ୍ଡି ପଞ୍ଚାୟତ ସରପଞ୍ଚ ସୁଶାନ୍ତ ବାଗ ଉଦ୍ଧାରକାରୀ ଦଳ ସହ ବୋଟ୍ରେ ବସି ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କ ନିକଟକୁ ପହଞ୍ଚିବା ସହ ଅଗ୍ନିଶମ ବାହିନୀଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ କରିଥିଲେ। ଅନ୍ୟପଟେ କେସିଙ୍ଗା ସହ ଥିବା ବେଦାନ୍ତ ପାଣି ଟାଙ୍କିରେ କାର୍ଯ୍ୟରତ ଅଶୋକ ସୁନା ଓ ଲକ୍ଷ୍ମଣ ନାମକ ଦୁଇ କର୍ମଚାରୀ ବନ୍ୟା ଜଳରେ ଫସି ରହିଥିବା ବେଳେ ସେମାନଙ୍କୁ କେସିଙ୍ଗା ଅଗ୍ନିଶମ ବାହିନୀ ଓ ବେଦାନ୍ତର ରେସ୍କ୍ୟୁ ଦଳ ଆସି ଉଦ୍ଧାର କରିଥିଲେ। ସେହି ଦୁଇ ଜଣଙ୍କୁ ଉଦ୍ଧାର କରିବା ସମୟରେ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀଙ୍କୁ ଏକ ସାପ କାମୁଡ଼ି ଦେଇଥିବା ଜଣାପଡ଼ିବା ପରେ କିଛି ସମୟ ପାଇଁ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ହେଲେ ଶେଷରେ ଉଦ୍ଧାରକାରୀ ଦଳ ସଫଳତାର ସହ ଫସି ରହିଥିବା ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ସାପ କାମୁଡ଼ିଥିବା ଅଗ୍ନିଶମ ବାହିନୀର କର୍ମଚାରୀ ଜଣଙ୍କ ସୁସ୍ଥ ଥିବା ସୂଚନା ରହିଛି। अजित गौड़ असिस्टेंट फायर अफिसर भवानीपाटना। आज सकाले ऑनरेबल कलेक्टर कलाहांडी फोन करते मत ये दुई जन आम जो पंप हाउस अच्छी बेलखंडी पाखे तेल केसिंगार तेल नदी में से दुई जन ट्राप हो जाती। तुरंत खबर पाई आम केसिंगार दमकल केन्द्र कर्मचारी को घटनास्थल को मुव करूँ और दुई जन जो ट्राप होता लोक टीम सक्सेसफुली रेस्क्यू कर किंतु रेस्क्यू समय आमर जड़े कर्मचारी स्नेक बाइट होती आम तुरंत हॉस्पिटल आडमिट करूँ एवं सफलतार सहित दुई जन मेम्बर को आम रेस्क्यू करूँ। पाखापाखि 1 घंटा माने 1 घंटार ऊर्ध्व समय लगी जेहेतु रास्ता बहुत माने नेरो थिला एवं भिजिबल होना तले बहुत करेन्ट थिला बेले बेले पत्थर भी थिला पत्थर आम बोट भी आघात होती बोट्र जो प्रोपेलर अच्छे मेसीन माड़ होती किंतु दुई जन आम सक्सेसफुली रेस्क्यू करूँ।